ନମସ୍କାର, ଜୟ ଜଗନ୍ନାଥ। ଇଂଲିଶ କହିବା ଆଗରୁ ଆମକୁ ପ୍ରାକ୍ଟିସ୍ କରିବାକୁ ପଡ଼ିବ। ଆଉ ଆମେ ପ୍ରପରଲି ପ୍ରାକ୍ଟିସ୍ କଲେ ଆମେ ଇଜିଲି ଇଂଲିଶ ସେଣ୍ଟେନ୍ସ କହିପାରିବା। ଆଜି ଆମେ ଶିଖିବା ଛୋଟ ଛୁଆଙ୍କ ସହିତ କେମିତି ଆମେ ଇଂଲିଶରେ କଥା ହେବା। ଆମେ ଯଦି ଛୁଆଟିକୁ କହୁଛନ୍ତି ଦାନ୍ତ ଘଷ, ଏହାକୁ ଆମେ ଇଂଲିଶରେ କହିବା ବ୍ରସ୍ ୟୋର ଟିଥ୍। ବ୍ରସ୍ ୟୋର ଟିଥ୍ କହିଥାଉ। ଡ୍ରେସ୍ ପିନ୍ଧ, ଏହାକୁ ଆମେ ଇଂଲିଶରେ କହିବା ୱେର୍ ୟୋର କ୍ଲଥ୍ସ। ୱେର୍ ୟୋର କ୍ଲଥ୍ସ କହିଥାଉ। ୱେର୍ ମାନେ ପିନ୍ଧିବା ଆଉ କ୍ଲଥ୍ସ ମାନେ ଡ୍ରେସ୍। କ୍ଷୀର ପିଅ, ଏହାକୁ ଆମେ ଇଂଲିଶରେ କହିବା ଡ୍ରିଙ୍କ ମିଲ୍କ। ଡ୍ରିଙ୍କ ମିଲ୍କ କହିଥାଉ। ହାତ ଧୁଅ, ଏହାକୁ ଆମେ ଇଂଲିଶରେ କହିବା ୱାଶ୍ ୟୋର ହ୍ୟାଣ୍ଡସ୍। ୱାଶ୍ ୟୋର ହ୍ୟାଣ୍ଡସ୍ କହିଥାଉ। ଖେଳ ବନ୍ଦ କର, ଏହାକୁ ଆମେ ଇଂଲିଶରେ କହିବା ଷ୍ଟପ୍ ପ୍ଲେଇଂ। ଷ୍ଟପ୍ ପ୍ଲେଇଂ କହିଥାଉ ଆମେ ଇଂଲିଶରେ। ଆଉ କେହି ନାହିଁ, ଏହାକୁ ଆମେ ଇଂଲିଶରେ କହିବା ନୋ ୱାନ୍ ଏଲ୍ସ। ନୋ ୱାନ୍ ଏଲ୍ସ କହିଥାଉ ଆମେ ଇଂଲିଶରେ। ସବୁ ଶେଷ କର, ଏହାକୁ ଆମେ ଇଂଲିଶରେ କହିବା ଫିନିଶ୍ ଏଭ୍ରିଥିଙ୍ଗ। ଫିନିଶ୍ ଏଭ୍ରିଥିଙ୍ଗ କହିଥାଉ। ଭଲ ଅଛି, ଏହାକୁ ଆମେ ଇଂଲିଶରେ କହିବା ଦ୍ୟାଟ୍ସ ଗୁଡ୍। ଦ୍ୟାଟ୍ସ ଗୁଡ୍ କହିଥାଉ। ସାବାସ୍, ଏହାକୁ ଆମେ ଇଂଲିଶରେ କହିବା ୱେଲ୍ ଡନ୍। ୱେଲ୍ ଡନ୍ କହିଥାଉ। ତୁମେ ବହୁତ ଭଲ, ଏହାକୁ ଆମେ ଇଂଲିଶରେ କହିବା ୟୁ ଆର୍ ଭେରି ଗୁଡ୍। ୟୁ ଆର୍ ଭେରି ଗୁଡ୍ କହିଥାଉ। କାନ୍ଦନା, ଏହାକୁ ଆମେ ଇଂଲିଶରେ କହିବା ଡୋଣ୍ଟ କ୍ରାଏ। ଡୋଣ୍ଟ କ୍ରାଏ କହିଥାଉ। ତୁମେ ଖୁସି ଅଛ କି, ଏହାକୁ ଆମେ ଇଂଲିଶରେ କହିବା ଆର୍ ୟୁ ହାପି। ଆର୍ ୟୁ ହାପି କହିଥାଉ। ଏହା କି ରଙ୍ଗ, ଏହାକୁ ଆମେ ଇଂଲିଶରେ କହିବା ହ୍ୱାଟ୍ କଲର୍ ଇଜ୍ ଦିସ୍। ହ୍ୱାଟ୍ କଲର୍ ଇଜ୍ ଦିସ୍ କହିଥାଉ। ତୁମର ପାଳି ପାଇଁ ଅପେକ୍ଷା କର, ଏହାକୁ ଆମେ ଇଂଲିଶରେ କହିବା ୱେଟ୍ ଫର୍ ୟୋର୍ ଟର୍ନ୍। ୱେଟ୍ ଫର୍ ୟୋର୍ ଟର୍ନ୍ କହିଥାଉ। ମିଳିମିଶି ଖେଳ, ଏହାକୁ ଆମେ ଇଂଲିଶରେ କହିବା ପ୍ଲେ ଟୁଗେଦର୍। ପ୍ଲେ ଟୁଗେଦର୍ କହିଥାଉ। ଏହାକୁ ଭାଙ୍ଗ ନାହିଁ, ଏହାକୁ ଆମେ ଇଂଲିଶରେ କହିବା ଡୋଣ୍ଟ ବ୍ରେକ୍ ଇଟ୍। ଡୋଣ୍ଟ ବ୍ରେକ୍ ଇଟ୍ କହିଥାଉ। ତୁମର ଖେଳନା ସେୟାର କର, ଏହାକୁ ଆମେ ଇଂଲିଶରେ କହିବା ସେୟାର ୟୋର୍ ଟଏସ୍। ସେୟାର ୟୋର୍ ଟଏସ୍ କହିଥାଉ। ଚାଲ ଲୁଚକାଳି ଖେଳିବା, ଏହାକୁ ଆମେ ଇଂଲିଶରେ କହିବା ଲେଟ୍ସ ପ୍ଲେ ହାଇଡ୍ ଆଣ୍ଡ ସିକ୍। ଲେଟ୍ସ ପ୍ଲେ ହାଇଡ୍ ଆଣ୍ଡ ସିକ୍ କହିଥାଉ। ସାବଧାନ ରୁହ, ଏହାକୁ ଆମେ ଇଂଲିଶରେ କହିବା ବି କେୟାରଫୁଲ୍। ବି କେୟାରଫୁଲ୍ କହିଥାଉ। ଗରମ ଜିନିଷକୁ ଛୁଅ ନାହିଁ, ଏହାକୁ ଆମେ ଇଂଲିଶରେ କହିବା ଡୋଣ୍ଟ ଟଚ୍ ହଟ୍ ଥିଙ୍ଗସ୍। ଡୋଣ୍ଟ ଟଚ୍ ହଟ୍ ଥିଙ୍ଗସ୍ କହିଥାଉ। ବିଦ୍ୟୁତ୍ ବୋର୍ଡ ଠାରୁ ଦୂରେଇ ରୁହ, ଏହାକୁ ଆମେ ଇଂଲିଶରେ କହିବା ଷ୍ଟେ ୱେ ଫ୍ରମ୍ ଇଲେକ୍ଟ୍ରିକ୍ ବୋର୍ଡ। ଷ୍ଟେ ୱେ ଫ୍ରମ୍ ଇଲେକ୍ଟ୍ରିକ୍ ବୋର୍ଡ କହିଥାଉ। ଚୁପଚାପ ବସ, ଏହାକୁ ଆମେ ଇଂଲିଶରେ କହିବା ସିଟ୍ କ୍ୱାଇଟଲି। ସିଟ୍ କ୍ୱାଇଟଲି କହିଥାଉ। ହାତ ଛାଡ଼ ନାହିଁ, ଏହାକୁ ଆମେ ଇଂଲିଶରେ କହିବା ଡୋଣ୍ଟ ଲେଟ୍ ଗୋ ଅଫ୍ ମାଇ ହ୍ୟାଣ୍ଡ। ଡୋଣ୍ଟ ଲେଟ୍ ଗୋ ଅଫ୍ ମାଇ ହ୍ୟାଣ୍ଡ କହିଥାଉ। ଦୌଡ଼ା ଦୌଡ଼ି କରନି, ଏହାକୁ ଆମେ ଇଂଲିଶରେ କହିବା ଡୋଣ୍ଟ ରନ୍ ଆରାଉଣ୍ଡ। ଡୋଣ୍ଟ ରନ୍ ଆରାଉଣ୍ଡ କହିଥାଉ। ସେଠାକୁ ଯାଅ ନାହିଁ, ଏହାକୁ ଆମେ ଇଂଲିଶରେ କହିବା ଡୋଣ୍ଟ ଗୋ ଦେୟାର। ଡୋଣ୍ଟ ଗୋ ଦେୟାର କହିଥାଉ। ଅଜଣା ଲୋକଙ୍କ ସହ କଥା ହୁଅନି, ଏହାକୁ ଆମେ କହିବା ଡୋଣ୍ଟ ଟକ୍ ଟୁ ଷ୍ଟ୍ରେଞ୍ଜର। ଡୋଣ୍ଟ ଟକ୍ ଟୁ ଷ୍ଟ୍ରେଞ୍ଜର କହିଥାଉ। ତୁମର ବ୍ୟାଗ୍ ସଜାଅ, ଏହାକୁ ଆମେ ଇଂଲିଶରେ କହିବା ପ୍ୟାକ୍ ୟୋର ବ୍ୟାଗ୍। ପ୍ୟାକ୍ ୟୋର ବ୍ୟାଗ୍ କହିଥାଉ। ତୁମର ହୋମୱାର୍କ କର, ଏହାକୁ ଆମେ ଇଂଲିଶରେ କହିବା ଡୁ ୟୋର ହୋମୱାର୍କ। ଡୁ ୟୋର ହୋମୱାର୍କ କହିଥାଉ। ପେନସିଲ ଛଟାଅ, ଏହାକୁ ଆମେ ଇଂଲିଶରେ କହିବା ସାର୍ପେନ୍ ୟୋର ପେନସିଲ। ସାର୍ପନ୍ ୟୋର ପେନସିଲ କହିଥାଉ। ପୃଷ୍ଠା ଓଲଟାଅ, ଏହାକୁ ଆମେ ଇଂଲିଶରେ କହିବା ଟର୍ନ ଦ ପେଜ୍। ଟର୍ନ ଦ ପେଜ୍ କହିଥାଉ। ସଫା କରି ଲେଖ, ଏହାକୁ ଆମେ ଇଂଲିଶରେ କହିବା ରାଇଟ୍ ନିଟଲି। ରାଇଟ୍ ନିଟଲି କହିଥାଉ। ସ୍କୁଲ ଡ୍ରେସ୍ ପିନ୍ଧ, ଏହାକୁ ଆମେ ଇଂଲିଶରେ କହିବା ପୁଟ୍ ଅନ୍ ୟୋର ସ୍କୁଲ ୟୁନିଫର୍ମ। ପୁଟ୍ ଅନ୍ ୟୋର ସ୍କୁଲ ୟୁନିଫର୍ମ କହିଥାଉ। ସ୍କୁଲ ବସ୍ ଆସିଗଲାଣି, ଏହାକୁ ଆମେ ଇଂଲିଶରେ କହିବା ଦ ସ୍କୁଲ ବସ୍ ଇଜ୍ ହିୟର। ଦ ସ୍କୁଲ ବସ୍ ଇଜ୍ ହିୟର କହିଥାଉ। ଆଜି ସ୍କୁଲରେ କ'ଣ ହେଲା, ଏହାକୁ ଆମେ ଇଂଲିଶରେ କହିବା ହ୍ୱାଟ୍ ହ୍ୟାପେନ୍ ଆଟ୍ ଦ ସ୍କୁଲ ଟୁଡେ। ହ୍ୱାଟ୍ ହ୍ୟାପେନ୍ ଆଟ୍ ଦ ସ୍କୁଲ ଟୁଡେ କହିଥାଉ। ତୁମେ ଖୁସି କି, ଏହାକୁ ଆମେ ଇଂଲିଶରେ କହିବା ଆର୍ ୟୁ ହାପି। ଆର୍ ୟୁ ହାପି କହିଥାଉ। ତୁମକୁ ଭୋକ ଲାଗୁଛି କି, ଏହାକୁ ଆମେ ଇଂଲିଶରେ କହିବା ଆର୍ ୟୁ ହଙ୍ଗ୍ରି। ଆର୍ ୟୁ ହଙ୍ଗ୍ରି କହିଥାଉ ଇଂଲିଶରେ।
ତୁମକୁ ଶୋଷ ଲାଗୁଛି କି? ଏହାକୁ ଆମେ ଇଂଲିଶରେ କହିବା ଆର୍ ୟୁ ଥାର୍ଷ୍ଟି? ଆର୍ ୟୁ ଥାର୍ଷ୍ଟି କହିଥାଉ। ତୁମେ କ'ଣ କରୁଛ? ଏହାକୁ ଆମେ ଇଂଲିଶରେ କହିବା ହ୍ୱାଟ୍ ଆର୍ ୟୁ ଡୁଇଂ? ହ୍ୱାଟ୍ ଆର୍ ୟୁ ଡୁଇଂ କହିଥାଉ। ତୁମେ କାହିଁକି କାନ୍ଦୁଛ? ଏହାକୁ ଆମେ ଇଂଲିଶରେ କହିବା ହ୍ୱେ ଆର୍ ୟୁ କ୍ରାଇଂ? ହ୍ୱେ ଆର୍ ୟୁ କ୍ରାଇଂ କହିଥାଉ। ତୁମେ କ'ଣ ଖୋଜୁଛ? ଏହାକୁ ଆମେ ଇଂଲିଶରେ କହିବା ହ୍ୱାଟ୍ ଆର୍ ୟୁ ଲୁକିଂ ଫର୍? ହ୍ୱାଟ୍ ଆର୍ ୟୁ ଲୁକିଂ ଫର୍ କହିଥାଉ। ଏହା କ'ଣ? ଏହାକୁ ଆମେ ଇଂଲିଶରେ କହିବା ହ୍ୱାଟ୍ ଇଜ୍ ଦିସ୍? ହ୍ୱାଟ୍ ଇଜ୍ ଦିସ୍ କହିଥାଉ। ତୁମେ ଏହା ଜାଣିଛ କି? ଏହାକୁ ଆମେ ଇଂଲିଶରେ କହିବା ଡୁ ୟୁ ନୋ ଦିସ୍? ଡୁ ୟୁ ନୋ ଦିସ୍ କହିଥାଉ। ତୁମର କ'ଣ ଦରକାର? ଏହାକୁ ଆମେ ଇଂଲିଶରେ କହିବା ହ୍ୱାଟ୍ ଡୁ ୟୁ ନିଡ୍? ହ୍ୱାଟ୍ ଡୁ ୟୁ ନିଡ୍ କହିଥାଉ। ତୁମେ ପ୍ରସ୍ତୁତ କି? ଏହାକୁ ଆମେ ଇଂଲିଶରେ କହିବା ଆର୍ ୟୁ ରେଡି? ଆର୍ ୟୁ ରେଡି କହିଥାଉ। ନାକ ପୋଛି ଦିଅ। ଏହାକୁ ଆମେ ଇଂଲିଶରେ କହିବା ୱାଇପ୍ ୟୋର୍ ନୋଜ୍? ୱାଇପ୍ ୟୋର୍ ନୋଜ୍ କହିଥାଉ। ଛିଙ୍କିଲା ବେଳେ ରୁମାଲ ବ୍ୟବହାର କର। ଏହାକୁ ଆମେ ଇଂଲିଶରେ କହିବା ୟୁଜ୍ ଏ ହ୍ୟାଙ୍କି ହ୍ୱିଲ୍ ସ୍ନିଜିଂ। ୟୁଜ୍ ଏ ହ୍ୟାଙ୍କି ହ୍ୱିଲ୍ ସ୍ନିଜିଂ କହିଥାଉ। ନଖ କାଟ। ଏହାକୁ ଆମେ ଇଂଲିଶରେ କହିବା କଟ୍ ୟୋର୍ ନେଲ୍ସ? କଟ୍ ୟୋର୍ ନେଲ୍ସ କହିଥାଉ। ମୁହଁ ଧୋଇ ଦିଅ। ଏହାକୁ ଆମେ ଇଂଲିଶରେ କହିବା ୱାଶ୍ ୟୋର୍ ଫେସ୍? ୱାଶ୍ ୟୋର୍ ଫେସ୍ କହିଥାଉ। ଏହାକୁ ଭୁଲିଯାଅ। ଏହାକୁ ଆମେ ଇଂଲିଶରେ କହିବା ଫର୍ଗେଟ୍ ଇଟ୍? ଫର୍ଗେଟ୍ ଇଟ୍ କହିଥାଉ। ମୋତେ ଦେଖ। ଏହାକୁ ଆମେ ଇଂଲିଶରେ କହିବା ଲୁକ୍ ଆଟ୍ ମି? ଲୁକ୍ ଆଟ୍ ମି କହିଥାଉ। ଚୁପ୍ ରୁହ। କିପ୍ କ୍ୱାଇଟ୍? କିପ୍ କ୍ୱାଇଟ୍ କହିଥାଉ। ସବୁ ଠିକ୍ ଅଛି। ଏହାକୁ ଆମେ ଇଂଲିଶରେ କହିବା ଏଭ୍ରିଥିଙ୍ଗ ଇଜ୍ ଫାଇନ୍? ଏଭ୍ରିଥିଙ୍ଗ ଇଜ୍ ଫାଇନ୍ କହିଥାଉ। ତୁମେ କ'ଣ ଚାହୁଁଛ? ଏହାକୁ ଆମେ ଇଂଲିଶରେ କହିବା ହ୍ୱାଟ୍ ଡୁ ୟୁ ୱାଣ୍ଟ? ହ୍ୱାଟ୍ ଡୁ ୟୁ ୱାଣ୍ଟ କହିଥାଉ। ପାଟିଗୋଳ କର ନାହିଁ। ଏହାକୁ ଆମେ ଇଂଲିଶରେ କହିବା ଡୋଣ୍ଟ ମେକ୍ ନଏଜ୍? ଡୋଣ୍ଟ ମେକ୍ ନଏଜ୍ କହିଥାଉ। ଜୋରରେ କୁହ। ସ୍ପିକ୍ ଲାଉଡ୍ଲି? ସ୍ପିକ୍ ଲାଉଡ୍ଲି କହିଥାଉ।